ଗୋଟିଏ ବଣରେ ଦୁଇଟି ବିଲୁଆ ରହୁଥିଲେ। ସେମାନେ ଭାରି ଭଲ ସାଙ୍ଗ ଥିଲେ। ଥରେ ବର୍ଷା ନ ହେବାରୁ ଅକାଳ ପଡ଼ିଲା। ବଣର ପଶୁପକ୍ଷୀ ଖାଇବାକୁ ପାଇଲେନି। ସେମାନେ ଜୀବନ ବିକଳରେ ଯିଏ ଯୁଆଡେ ପାଇଲେ ପଳେଇଗଲେ। ବିଲୁଆ ଦୁଇଟି ବି ଜୀବନ ବିକଳରେ ସେଇ ବଣକୁ ଛାଡ଼ି ଆଉ ଗୋଟାଏ ବଣକୁ ପଳେଇଗଲେ। ସେଇ ବଣରେ କିଛି ବାଟ ଯିବା ପରେ ଗୋଟେ ଗୁମ୍ଫା ପାଖରେ ଦେଖିଲେ ବହୁତ ଗୁଡାଏ ଛେଳି ଚରୁଛନ୍ତି। ଏତେ ଗୁଡାଏ ଛେଳିଙ୍କୁ ଦେଖି ବିଲୁଆ ଦୁଇଟିଙ୍କର ଆଖି ଖୁସି ହେଇଗଲା। ସେ ଆଉ କୁଆଡେ ନ ଯିବା ପାଇଁ ମନ ସ୍ଥିର କଲେ। ମୈତ୍ରେ, ଆଉ କୁଆଡେ ଯିବା ଦରକାର ନାହିଁ ମ, ଏଇଠି ଆମକୁ ଯଥେଷ୍ଟ ଖାଇବାକୁ ମିଳିବ। ମୁଁ ବି ସେଇଆ ଚିନ୍ତା କରୁଛି। ଆଉ କୁଆଡେ ଯିବା ଦରକାର ନାହିଁ। ପ୍ରତିଦିନ ଏଇଠୁ ଗୋଟିଏ ଗୋଟିଏ ଛେଳି ଶିକାର କରି ଖାଇବା। ଠିକ କହିଛ ମୈତ୍ର। ତା ପରଦିନ ରାତି ପାହି ସକାଳ ହେଲା ବେଳକୁ ବିଲୁଆ ଦୁଇଟି ବୁଦା ମୂଳରେ ଲୁଚିକି ରହିଥିଲେ। କିଛି ସମୟ ପରେ ଛେଳିମାନେ ଗୁମ୍ଫା ଭିତରୁ ବାହାରି ଚରିବାକୁ ଆସିଲେ। କୌଶଳ କରି ବିଲୁଆ ଦୁଇଟି ଗୋଟିଏ ଛେଳିକୁ ଉଠେଇ ଆଣିଲେ, ଆଉ ତାକୁ ମାରିକି ଆନନ୍ଦରେ ଖାଇଲେ। ଦ୍ୱିତୀୟ ଦିନ ବି ଠିକ୍ ସେମିତି କଲେ। ଆଉ ଗୋଟାଏ ଛେଳିକୁ ଆଣି ମାରିକି ଖାଇଲେ। ସେଇ ଛେଳି ଦଳ ଭିତରେ ଗୋଟେ ବୁଦ୍ଧିଆ ଛେଳି ଥିଲା। ଛେଳି ସଂଖ୍ୟା କମି ଆସୁଥିବା ବିଷୟରେ ସେ ଯେମିତି ଜାଣିଲା, ସେ ନିଜ ବନ୍ଧୁମାନଙ୍କୁ ସତର୍କ କରେଇଦେଲା। ଜାଣିଛୁ ନା, ମତେ ଲାଗୁଛି ଆମ ଉପରେ ଠାକୁର ରାଗିଛନ୍ତି। ଏମିତି କାହିଁକି ଭାବୁଛୁ? ଦେଖୁନୁ, ଦିନକୁ ଦିନ ଆମ ଛେଳି ମାନଙ୍କ ସଂଖ୍ୟା କେମିତି କମି ଯାଉଛି। ଧେତ୍, ତୋର ଯୋଉ କଥା ନା, କଣ ପାଗଳଙ୍କ ଭଳି ଇଆଡୁ ସିଆଡୁ କହୁଛୁ। ମୁଁ ସତ କହୁଛି ରେ, ମୋ କଥା ବିଶ୍ୱାସ କର। ଯା ଯା, ଏକଥା ଆଉ କାହାକୁ କହିବୁ ଯା। ବୁଦ୍ଧିଆ ଛେଳିକୁ ମୂର୍ଖ ଭାବିବାର ଭୁଲ କରି ମୂର୍ଖ ଛେଳିଟା ସେଠୁ ଚାଲିଗଲା। ବୁଦ୍ଧିଆ ଛେଳି ନିଜ ଧାରଣାରେ କିନ୍ତୁ ଅଟଳ ଥିଲା। ସେ ଅନ୍ୟ ଛେଳିମାନଙ୍କୁ ବି ଏକଥା କହିଲା, କିନ୍ତୁ କେହି ତା କଥାକୁ ବିଶ୍ୱାସ କଲେନି। ଏପଟେ ଛେଳିମାନଙ୍କର ସଂଖ୍ୟା ଦିନକୁ ଦିନ କମି ଯାଉଥାଏ। ଆଉ ଏମିତି ଦିନ ଆସିଲା ଯୋଉ ଦିନ ପଡ଼ିଲା ମୂର୍ଖ ଛେଳିର ପାଳି। ତାକୁ ବି ବିଲୁଆମାନେ ଧରି ନେଇ ବୁଦା ଭିତରକୁ ଚାଲିଗଲେ। ସତରେ ମତେ ମୋ ସାଙ୍ଗ ଠିକ କଥା କହୁଥିଲା। ମୁଁ ତା କଥା ଆଗରୁ ଶୁଣିଥାନ୍ତି କି। ଏ ବିଲୁଆ ଭାଇ, ମତେ ଛାଡ଼ିଦେ। ବିଲୁଆମାନେ ତାକୁ ବୁଦା ମୂଳକୁ ଟେକି ନେଇ ମାରିକି ଖାଇଦେଲେ। ବୁଦ୍ଧିଆ ଛେଳି ଏସବୁ ଜିନିଷ ଧୀରେ ଧୀରେ ଆହୁରି ଭଲ ଭାବରେ ନିରୀକ୍ଷଣ କଲା। କିଛି ଦିନ ପରେ ସେ ଦଳରେ ବୁଦ୍ଧିଆ ଛେଳି ଛଡା ଆଉ କୌଣସି ଛେଳି ରହିଲେ ନାହିଁ। ବିଲୁଆମାନେ ତ ସବୁ ଛେଳିଙ୍କୁ ମାରି ଖାଇ ଦେଇଛନ୍ତି। ଏବେ ବୁଦ୍ଧିଆ ଛେଳି ଗୋଟେ ନିଷ୍ପତ୍ତି ନେଲା ଯେ ସେ ଗୁମ୍ଫା ଛାଡ଼ି ପଳେଇଯିବ। ଦିନେ ରାତିରେ ଗୁମ୍ଫା ଛାଡ଼ି ବାହାରକୁ ସେ ଆସିଲା, ଆଉ ସେଇଠି ଛିଡା ହେଲା। ହଠାତ୍ ତାକୁ ବିଲୁଆମାନଙ୍କ ଛାଇ ଦେଖାଗଲା। ଇଏ ଛାଇ କାହାର ସେ ଜାଣିବାକୁ ଚେଷ୍ଟା କଲା। ବୁଦାମୂଳରୁ ବିଲୁଆ ଦୁଇଟି ବାହାରକୁ ବାହାରି ଆସିଲେ। ବୁଦ୍ଧିଆ ଛେଳି ଛାନିଆ ହେଇଯାଇ
ଗୁମ୍ଫା ଭିତରକୁ ପଶିଗଲା। ତା ମାନେ ଏଇ ବିଲୁଆ ଏଠି ରହୁଥିବା ଛେଳିଙ୍କର ଶତ୍ରୁ। ହେଲେ ଏଠୁ ତ ବାହାରକୁ ଯାଇ ହବନି। ଆଉ ଯଦି ଏଠି ମୁଁ ରହେ ତେବେ ମୋର ମରିବାଟା ନିଶ୍ଚିତ। ତାହେଲେ ମୁଁ କଣ କରିବି? ହେ ଭଗବାନ, ମତେ ଏ ବିପଦରୁ ରକ୍ଷା କର। ଏପଟରେ ବିଲୁଆମାନଙ୍କ ଗଣନା ଅନୁସାରେ ଆଉ ଗୋଟିଏ ଛେଳି ବାକି ଥିଲା। କିନ୍ତୁ ବୁଦ୍ଧିଆ ଛେଳି ବାହାରକୁ ଜମା ଆସୁନଥିଲା। ଗୁମ୍ଫା ପାଖରେ ଥିବା ଘାସପତ୍ର ଖାଇ ସେ ଗୁମ୍ଫା ଭିତରକୁ ପଳଉଥିଲା। ଯେତେବେଳେ ସେ କିଛି ବି ଶବ୍ଦ ଶୁଣୁଥିଲା ଡରିଯାଇ ଗୁମ୍ଫା ଭିତରେ ଲୁଚି ଯାଉଥିଲା। ଏବେ ବିଲୁଆ ଦୁଇ ଜଣ ଯାକ ବିଚାର କଲେ ଯେ ସେ ଶେଷ ଛେଳିଟାକୁ କେମିତି ଖାଇବେ। ଏଇ ବିଚାର କରି ସେମାନେ ଗୋଟାଏ ଉପାୟ ପାଞ୍ଚିଲେ। ସେମାନେ କଣ କଲେ, ଗୁମ୍ଫା ପାଖରେ ଯାଇ ପହଞ୍ଚିଗଲେ। ଆଉ ସେଇଠି ଅତି କୋମଳ ସ୍ୱରରେ ଡାକିଲେ, ଗୁମ୍ଫା ଭିତରେ କିଏ ଅଛ? ଆରେ ଟିକେ ବାହାରକୁ ଆସ। ଗୁମ୍ଫା ଭିତରେ ଥିବା ବୁଦ୍ଧିଆ ଛେଳି ଛାନିଆରେ ଥରିବାକୁ ଲାଗିଲା। ସେ ଭାବିଲା ଏଇଟା ତାର ଶେଷ ସମୟ। ତେଣୁ ସେ ଧୈର୍ଯ୍ୟ ଧରି କାମ କରିବାଟା ଉଚିତ ହବ। ସେ ଜମାରୁ ବାହାରକୁ ଗଲାନି। ସେଇଠି ରହି ବିଲୁଆମାନଙ୍କ ପ୍ରଶ୍ନର ଉତ୍ତର ଦେଲା। ଆରେ ବାହାରକୁ ଆସ, କଣ କାମ ଅଛି ଭାଇ? ବହୁତ ଜରୁରୀ କାମ ଅଛି। ଆମ ଘରେ ଆଜି କିଛି ରୋଷେଇ ହେଇନି, ସେଇଥିପାଇଁ କିଛି ଖାଇବା ଜିନିଷ ମାଗିବାକୁ ଆସିଛୁ। ଖାଇବା ଜିନିଷ ମାଗିବାକୁ ଆସିଛ ନା ମତେ ଖାଇବାକୁ ଆସିଛ? ନା ନା ଭାଇ, ମୋ ଘରେ କିଛି ଖାଇବା ଜିନିଷ ନାହିଁ। ମୋ ଘରକୁ କୁଣିଆ ଆସିଛନ୍ତି, ସେମାନଙ୍କ ପାଇଁ ରୋଷେଇ କରୁଛି ଖାଇବେ ବୋଲି। ଏ ସାଙ୍ଗ ଦେଖ, କୁଣିଆ ମାନେ ତ ଖାଲି ଛେଳି ଗୁଡା। ଏଠୁ ଆମେ ଯିବା କଣ? ପୁଣି ତ ଆମକୁ ଖାଇବାକୁ ମିଳିବ ଏଇ ଜାଗାରେ, ଏଇଠି। ବଢିଆ ମଜା ହବ। ତମ କୁଣିଆ ମାନେ କଣ ଆଜି ରହିବେ? ସେମାନେ ସବୁଦିନ ପାଇଁ ରହିବେ। ତାହେଲେ ଭଲ ହବ ଆଉ। ହଁ, କୁକୁର ମାନେ ରହିଲେ ତ ବିଲୁଆଙ୍କର ମଜା। ହଁ, କଣ କୁକୁର? ହଁ, ମୋର 10-12 ଜଣ କୁଣିଆ ଆସିଛନ୍ତି। ଡାକିବି ସେମାନଙ୍କୁ, ଦେଖିବ। ରୁହ। ନାଇଁ ଡାକନି। ଏଇ ଅଶୋକ ଭାଇ, ଟୁଟୁ ଭାଇ, ପିଣ୍ଟୁ ଭାଇ, ଲିଟୁ ଭାଇ, କୁଆଡେ ସବୁ ଗଲ? ଆସ, କିଏ ଆସିଛନ୍ତି ଦେଖିବ, ଆସ। ଚାଲ ସାଙ୍ଗ, ଏଠୁ ଶୀଘ୍ର ପଳେଇ ଚାଲ। ଯଦି କୁକୁର ମାନେ ପହଞ୍ଚି ଯାଆନ୍ତି ନା, ଆମେ ଆଉ ବଞ୍ଚି ପାରିବାନି। ପଳେଇ ଚାଲ। ଛେଳିର କଥା ଶୁଣିବା ପରେ ବିଲୁଆମାନେ କଲବଲ ହେଇ ଦୌଡ଼ି ପଳେଇଲେ। ଆଉ ଦିନେ ବି ସେମାନେ ଗୁମ୍ଫାର ପାଖ ମାରିଲେନି। ଛେଳି ନିଜର ବୁଦ୍ଧି ଖଟେଇବାରୁ ଦୁଇ ବିଲୁଆଙ୍କ ଦାଉରୁ ରକ୍ଷା ପାଇଗଲା। ତେଣୁ ବିପଦ ସମୟରେ ଧୈର୍ଯ୍ୟ ହରା ନ ହେଇ ସମସ୍ୟାର ସମ୍ମୁଖୀନ ହେବା ଦରକାର।